5 ଲକ୍ଷ ଟଙ୍କା ଆଣିଛି ମୋ ରାଧାକୁ ଡାକି ଦଉନାହାନ୍ତି। ବହୁତ ଦିନ ହେଲା ଦେଖିନି, ବହୁତ ମନ ବିଡ ହେଲାଣି। ଡାକି ଦିଅନ୍ତୁ, ଦେଖିବି। ବାପା କଥା କଳେ କି ଭେଳେ ବାବୁ ମୋର ଟିକେ କଚିର କାମ ଅଛି, ମୁଁ ଟିକେ ଆସୁଛି। ମଉସା ଆପଣ କିଛି କହୁନାହାନ୍ତି ଯେ ମୋ ଭଉଣୀ କାହିଁ? ତ ଭଉଣୀ ଗୋଟେ ଟୁକାରେ ପଳେଇଛି। ନାଇଁ ମଉସା ନାଇଁ, ମୋ ଭଉଣୀ ସେମିତି କାମ କେବେ କରିପାରିବନି, କେବେ ନୁହେଁ। ସତ କହ ମଉସା, ମୋ ଭଉଣୀ ଏ ଘର ଛାଡି ଚାଲି ବିଦା କରିଦେଇଛ, ନହେଲେ ସେ କାହା ସହିତ ପଳେଇଥିବ। ସତ ପରା କହୁଛ, ତ ଭଉଣୀ ଗୁଡା ଗୋଟେ ଟୁକାରେ ପଳେଇଛି। ନାଇଁ ମଉସା ନାଇଁ, ମୁଁ କଣ ମିଛ କହୁଛୁ? ମୁଁ ଯାଉଛି ରାଧାକୁ ଖୋଜିବା ପାଇଁ। ଆଉ ରାଧାର ଯଦି କିଛି ବି ଟିକେ କ୍ଷତି ହେଇଥାଏ, ତାହେଲେ ତମ ମାନଙ୍କୁ ସବୁ ପେଟ୍ରୋଲ ଢାଳି ନିଆଁ ଲଗେଇଦେବି। ମନେ ରଖ। ଆଉ କଣ ନା ମତେ ପେଟ୍ରୋଲ ଯାଇ ଚଳେଇବ। ନା ହଉଛି ରଘୁ ମହାନ୍ତି, और घरे पूरा पूरा टंका देगा। टंका पहले वो कुछ भी कर सकता हूँ। सतरे मते एका करी चालली गलो तुम्ही कुह बड़ दुनिया रे एका केमिति बंचिबी मो तुम बिना कौन केबे बंची पारिबी। तथापि मो मन कहूची तुम बंचीच, निश्चय बंचीच। तुम मते जड़ी कुआड़े जाई परिबनी ममता पुलिस आखिर सीना मरी जाइए। तुम्हें कहल ममता, तुमको छाड़ी आ मो भौणीर सुख शांतिर परिशुद्ध करी मो के मरी पार ममता मु पुणी फेरी आसी। ममता तुम्हें तुमको छाड़ी काम कर ममता, तुम्हें से शंखा सिंदूर पोछी दियो। अरे तुम्हें बंचीच, मुझे जानी तुम्हें बंची बोली। छड़ा मो शंखा सिंदूर एमती पिंधि सबुदिन मु पिंधिदेवी। केबे मु विधवा हो पारिबिनी, केबे भी नुह। हे ममता, तुम्हें विधवा नहेले से एलआईसी टंकाटा मिलिब केमी? आम भौणी राधार सुख शांति पाई तुम्हें कौन एतिकी करी परिबनी? ए ममता, तुम्हें परा गोटे मार हुई झीर सुख शांति पाई तुम्हें एतिकी करी परिबनी? ए ममता, तुमको आज विधवा हवाकू पड़ब। तुम्हें गोटे काम करो, तुम शंका को तुम्हें भांगी दियो, तुम सिंदूर को तुम्हें पूछी। नहीं तो विधवा हो पारिबिनी, तो छड़ा शंखा सिंदूर पिंधि तुम्हें मत घर को नहीं आसी शंखा सिंदूर तुम्हें मत पिंधेच। तो छड़ा मो शंखा सिंदूर को खोली देवार अधिकार मोर केबे नहीं। बरम भला हम तुम्हें निजे मो शंखा सिंदूर को तुम्हें
ଛଡ଼ା ଏ ସଖା ସିନ୍ଦୁରକୁ ମୁଁ କେବେ ଓହ୍ଲାଇ ପାରିବିନି, ମୁଁ କେମିତି ଓହ୍ଲାଇବି? ତମେ ପାରିବ, ଆସ। ତମେ କଣ କହୁଛ ମମତା? ମୋ ସ୍ୱାମୀ ହୋଇ ସ୍ତ୍ରୀ ହାତରୁ ଶଙ୍ଖା ସିନ୍ଦୁର ବୁଝି ତମକୁ ବିଧବା କରିଦେବେ? ଠିକ ଅଛି, ତମେ ଯଦି କହୁଛ ମୋ ଭଉଣୀର ସୁଖ ଶାନ୍ତି ପାଇଁ ମୁଁ ସେତକ ବି କରିବି। ବାହାରେ ଦୁନିଆ ଦେଖ, ଆଜି ସ୍ୱାମୀ ବଞ୍ଚି ଥାଉ ଥାଉ ତା ନିଜ ହାତରେ ତା ସ୍ତ୍ରୀର ଶଙ୍ଖାକୁ ନେଇ ତା ସିନ୍ଦୁର ବୁଝି କେମିତି ତାକୁ ବିଧବା ସଜାଉଛି। तुम सिंदूर को बुझी विधवा सजेदेली हेले तुम देखिबो ममता एमिति एक दिन समय आसीबो एई शंका आउ सिंदूर दे तुमको पुणी थे विधवार सदवा सजेदेली निश्चय सजेदेली तो ममता तुम गोटे काम कर से एलआईसी टंका उठे राधार शशुर घरे दे दियो जमिति से चौथुक नियारू न चली बंची मुझे आसुची ममता मुझे आसुची तुम्हें ममता मुझे रहिले समस्ते के जानी जीवे जे तुम्हें सधपान हो विधवा हो चली गले समस्ते भाविबे मु मरी जाइछि ए पुलिस भी जानिबो तो मरी जाइछि आ तुम विधवा न हेले तुमको से एलआईसी टंका मिलिबो केमिति सेति पई मु तुमको आजी से संख्या खुली सिंदूर पुछि दे आज मु लेखुची लुहरे लेखुची नुआ कहानी
ମୋତେ କ୍ଷମା କରିଦେବ ଭାଉଜ। ଆପଣଙ୍କ କଥା ନ ମାନି ମୁଁ ଆଜି ଏ ଘରକୁ ପୁଣି ଥରେ ଆସିଛି। ଏ ନିଅନ୍ତୁ 5 ଲକ୍ଷ ଟଙ୍କା ଆଣିଛି। 5 ଲକ୍ଷ ଟଙ୍କା ସେଦିନ ବ୍ୟାଙ୍କରୁ ଡକାୟତ କରି ତମ ଭାଇକୁ ତ ତମେ ଜେଲ ପଠେଇଦେଲ। ଆଜି କୋଉଠି ଚୋରି କରିଛ? ଆଉ ଚୋରି କରି ଆଣିଛ ତମ ଭାଉଜ ମୁଣ୍ଡରେ ଓଠା ବୁଳିବା ପାଇଁ, ତମ ଭାଉଜକୁ ଜେଲ ପଠେଇବା ପାଇଁ। କାହିଁ ଭାଉଜ, ମୁଁ ବ୍ୟାଙ୍କ ଡକାୟତ କରିନି କି କେବେ ଚୋରି କରିନି। ତାହେଲେ 5 ଲକ୍ଷ ଟଙ୍କା ତମେ କୋଉଠୁ ଆଣିଲ? ଭାଉଜ ଭାଉଜକୁ ଡିଭୋର୍ସ ଦେବା ପରେ ମୁଁ ତାକୁ ବିବାହ କରି 5 ଲକ୍ଷ ଟଙ୍କା ଆଣିଛି। ରାଜୁ! ଏତେ ପାପୀ ତମେ! ଶେଷରେ ତମ ମା ମଥାରେ ତମେ ସିନ୍ଦୁର ପିନ୍ଧାଇ ଦେଲ। ଛି ରାଜୁ, ଛି! ତମ ମୁହଁ ଚାହିଁବାକୁ ମୋର ଇଚ୍ଛା ହଉନି। ଚାଲିଯାଅ ରାଜୁ, କେବେ ବି ତମ ମୁହଁ ଦେଖିବାକୁ ମୁଁ ଚାହେଁ, କେବେ ବି ଚାହେଁ। ଭାଉଜ ସେଦିନ ତ ଏମିତି ତଥାପି ଏ ରାଜୁ ଦାସଟା ଭାଇ ଭଉଣୀଟା ପାଇଁ ଆଜି ଏତେ ଦିନ ପର୍ଯ୍ୟନ୍ତ ସଂଘର୍ଷମୟ ଜୀବନ କାଟି ଚାଲିଛି। କ'ଣ କହିବି ଭାଉଜ, ତମେ କୁହ କ'ଣ କରିବି? ମୁଁ କୋଉଠି ଏ ଟଙ୍କା ଆଣିଥାନ୍ତି? ତ ବୋଲି ଏହି କାମ କଲ? ନାଇଁ ରାଜୁ, ତମେ କେବେ ବି ଏ ଘରେ ରହିପାରିବନି। ଶୀଘ୍ର ଗାଡ଼ି ଛାଡ଼ି ଚାଲିଯାଅ। ଚାଲିଯାଅ ତମେ, ଚାଲିଯାଅ। ଘର ବାହାର କରିଦିଅନି ମତେ। କେତେ ଦିନ ଆଉ ବାହାରେ ବୁଲିବି? କେତେ ଦିନ ଆଉ ଲୋକଙ୍କର ଗାଳି ଶୁଣୁଥିବି? ତମେ ଘରୁ ଯିବନି। ଜାଣିଛ ରାଜୁ, ଶଙ୍ଖା ସିନ୍ଦୁର ନାହିଁ, ମୁଁ ଏବେ ବିଧବା। ଶଙ୍ଖା ସିନ୍ଦୁର ନାହିଁ ମୋ ଭାଇ? ତମେ ଏପର୍ଯ୍ୟନ୍ତ ମତେ ଦେଖିନଥିଲ? ତମ ଭାଇ ମରି ଯାଇଛନ୍ତି। ନାଇଁ ଭାଉଜ, ନାଇଁ। ମୋ ଭାଇ କେବେ ମତେ ଛାଡ଼ି ଚାଲିଯିବନି। ନାଇଁ ଭାଉଜ। ତାହେଲେ ତମେ ଆଉ ଡେରି କରନି ରାଜୁ। ସେମିତି ମା ମଥାରେ ସିନ୍ଦୁର ପିନ୍ଧାଇ ତମେ ଟଙ୍କା ନେଇ ଆସିଲ। ସେମିତି ମୋ ମଥାରେ ସିନ୍ଦୁର ପିନ୍ଧାଇ ଦିଅ, ମୋ ହାତରେ ଶଙ୍ଖା ପିନ୍ଧାଇ ଦିଅ। ତମ ମାରୁ ତମ ସ୍ତ୍ରୀ କରିଦିଅ। ମୁଁ ତମ ସ୍ତ୍ରୀ ହବା ପାଇଁ ରାଜି ଅଛି। ମୁଁ ତମକୁ ଅନେକ ଟଙ୍କା ଦେବି, ୟାଠାରୁ ଅଧିକ ଟଙ୍କା ଦେବି। ଆସ ରାଜୁ, ମୋ ହାତରେ ଶଙ୍ଖା ପିନ୍ଧାଇ ଦିଅ। ଆସ ଆସ ରାଜୁ, ଆସ। ନାଇଁ ଭାଉଜ, ନାଇଁ। ମୁଁ ସେମିତି କାମ କରିପାରିବି। ଠିକ ଅଛି, ସେଦିନ ଭଳି ଆଜି ବି ଚାଲିଯାଉଛି ମୁଁ। ଚାଲିଯାଅ ତମେ। ଜୀବନରେ ଆଉ କେବେ କୋଉଠି ଦେଖା ହବ ସେଟା ତ ମୁଁ ଜାଣିନି। ବଞ୍ଚିଥିବି ଯଦି କେବେ ରାଜୁ ଦାସଟାକୁ ଟିକେ ମନେ ପକେଇବ ଭାଉଜ। ମନେ ପକେଇବ। ରାଜୁ ଦାସ ବୋଲି ଭାବି ନୁହଁ, ତମ ପୁଅ ବୋଲି ଗୋଟେ ଭାବି ମନେ ପକେଇବ ଭାଉଜ। ମନେ ପକେଇବ ଭାଉଜ, ମନେ ପକେଇବ।
ମୁଁ ପଚାରୁଛି ସେ ରାଧା କୁଆଡ଼େ ଗଲା? ରାଧାର ଯଜ୍ଞବାରାଧ୍ୟ ଆପଣ ଦୁର୍ଯ୍ୟୋଧନ ସାମନ୍ତରାକୁ ଦେଇଥିଲେ ସାରେ। ମତେ ଲାଗୁଛି ଇଏ ରାଧାକୁ ଫସେଇ ଦେଇଛି। ଦୁର୍ଯ୍ୟୋଧନ ସାମନ୍ତ, ତୁ ମୋ ସହିତ ବେଇମାନି କରୁଛୁ ମାନେ ଆର ପରିଣାମଟା ତୁ ନିଶ୍ଚୟ ଦେବୁ। ହେଲେ ମହାନ୍ତିରେ, ଯେମିତି ବି ହଉ ଯେମିତି ବି ହଉ ରାଧାକୁ ମୋ ପାଖକୁ ଆଣିବାକୁ ପଡ଼ିବ। ଆପଣ ଟେନସନ୍ ନିଅନ୍ତୁ, ମୁଁ ସବୁ ଲୋକଙ୍କୁ ଚାରିଆଡ଼କୁ ପଠେଇ ଦେଇଛି। ଯଥା ଶୀଘ୍ର ଆପଣ ତା ସନ୍ଧାନଟା ପାଇଯିବେ। କିନ୍ତୁ ମହାନ୍ତିରେ, ସାରେ ଜେଲରୁ ଫେରି ସେ ମୋହନ ବିଷୟଟା କୁଆଡ଼େ ଗଲା? ଗଲାଟି ହଜିଲା, ତାର କିଛି ସନ୍ଧାନ ମିଳିଲା ନାହିଁ। ଆପଣ ଟେନସନ୍ ନିଅନ୍ତୁ, ତା ଦାୟିତ୍ୱ ବି ମୁଁ ସିଏ ଖୁବ୍ ଶୀଘ୍ର ଆପଣଙ୍କୁ ଜଣାଇ ଦେବି। ହଁ, ହ୍ୟାଲୋ, ଠିକ୍ ଅଛି, ମୁଁ ସେ ବ୍ୟବସ୍ଥା କରୁଛି। ହଁ, ରହୁଛି ରହୁଛି। ମହାନ୍ତି, ସାରେ ତୁମେ ସେ ନ୍ୟାସନାଲ ରୋଡ୍ ପାଖକୁ ଯାଅ। ସେ ଯେଉଁ ଭଙ୍ଗା ଘର ଅଛି ସେଠୁ ତୁମେ ମାଲଟା ରିଲିଜ କର। ହଁ, ହୁସିଆର ଥିବ, ଯେମିତି ପୁଲିସର ନଜର ତମ ଉପରେ ନ ପଡ଼େ। ଯାଅ। ଠିକ୍ ଅଛି ସାର୍, ମୁଁ ଏବେ ଆସୁଛି। ସାନ ବାବୁ, ଆପଣଙ୍କ କହିବା ଅନୁସାରେ ମୁଁ ତ ସବୁ କାମ କରିଛି। ଆପଣ କହିଥିଲେ ହାଇକୋର୍ଟରୁ ମୋ ଭାଇର ବେଲ୍ କରିବେ, ଏପର୍ଯ୍ୟନ୍ତ ଆଇନାହାନ୍ତି କାହିଁକି? ଠିକ୍ ଅଛି ସାନ ବାବୁ, ମୁଁ ଏବେ ମୋ ଭାଇକୁ ଦେଖା କରିବାକୁ ଚାହେଁ। ଆରେ ଆମେ କ'ଣ ଏତେ ଖରାପ? ତ ମୁଁ ଦେଖୁଛି ତୋ ଭାଇକୁ ଦେଖିବା ପାଇଁ ତୁ ଭାରି ବ୍ୟଗ୍ର ଅଛୁ। ସାନ ବାବୁ, ଯେଉଁ ମୋହନ ବିଷୟକୁ ମୁଁ ପ୍ଲାନ୍ କରି ଜେଲକୁ ପଠେଇଛି ତାକୁ ପୁଣି ମୁଁ ବେଲ୍ରେ ଆଣିବି। ସାନ ବାବୁ, କ'ଣ କହିଲେ ସାନ ବାବୁ? ଆପଣ ମୋ ଭାଇକୁ ଜେଲକୁ ପଠେଇଛନ୍ତି, କିନ୍ତୁ କାହିଁକି? ଆରେ ମୋହନ ବିଷୟ ଜେଲକୁ ନ ଯାଇଥିଲେ ରାଧା କେବେ ମୋର ହେଇପାରିନଥାନ୍ତା। ସାନ ବାବୁ, ଆପଣ ଏମିତି କ'ଣ କହୁଛନ୍ତି? ସାନ ବାବୁ, ମୁଁ ଆପଣଙ୍କୁ ବହୁତ ବିଶ୍ୱାସ କଲି। ଆପଣଙ୍କ ପାଖରେ ସେ ମୋର ପରିବାରକୁ ନିଆଁ ଲଗେଇଛନ୍ତି। ଆଉ ମୋ ସ୍ୱାମୀକୁ ବର୍ତ୍ତମାନ କରି ସୁଧାରି ରାଜେଶକୁ ବାହାରି ଏତେ ବଡ଼ ଶୈତାନ। ଏ ଶୈତାନର ଶୈତାନୀ ଖେଳ ତୁ ଦେଖିଲୁ କୋଉଠି? ମୁଁ ଯଦି ଶୈତାନୀର ଖେଳ ନ କରିଥାନ୍ତି ତାହେଲେ ସେ ମହେଶ ଦାସ ଆଉ ମୁକେଶ ଦାସ ପାଖରୁ ପ୍ରତିଶୋଧ ନେଇଥାନ୍ତି କେମିତି? ଏ ଚରଣ ଚପଳ ରାୟ, ଏବେ ଏଇ ସାଙ୍ଗେ ସାଙ୍ଗେ ମୁଁ ତୋ ବିଷୟରେ ପୁଲିସକୁ ଜଣାଇ ଦେବି। ନା, ଆମେ କ'ଣ ଏତେ ଖରାପ? ତୁ ମୋ ବିରୁଦ୍ଧରେ ପୁଲିସରେ ଜଣେଇବୁ, ତା ପୂର୍ବରୁ ମୁଁ ତୋତେ ଏଇଠି ଶେଷ କରିଦେବି। ନାଇଁ, ମୋତେ ଛାଡ଼ିଦିଅ, ଛାଡ଼ିଦିଅ ମୋତେ। ଛାଡ଼ିଦେବି? ମୁଁ ତୋତେ ଏଇଠି ଶେଷ କରିଦେବି। ମୁଁ ପାଗଳ ନୁହେଁ, ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ତୋ ବାପା ବଞ୍ଚିଥିଲା ବେଳେ ମୋତେ ବେଡ଼ି ପକେଇକି ସେ ଅନ୍ଧାର କୋଠରୀ ଭିତରେ ରଖିଥିଲା। ତୋ ବାପା ମରିଗଲା ପରେ ତୁ ମୋତେ ମେଡିସିନ ନେଇ ବାଢି ଦେବାକୁ ଚାହୁଁଥିଲ। ମୁଁ ତତେ ଆଜି ଜମା ଛାଡ଼ିବିନି ହାରାମ ଦାଦା। ମୁଁ ତତେ ଆଜି ନାଇଁ ସାର୍ ବାବୁ, ନାଇଁ, ତାକୁ ମାରନ୍ତୁ ନାହିଁ। ଆଇନ ତାକୁ ଦଣ୍ଡ ଦେବ। ଆପଣ ତ ବହୁତ ଖରାପ ଭାଇ। ବାପା, ମୁଁ ଜାଣିଛି ବାପା, ତମେ ମୋ ଉପରେ ରାଗିଛ, ହେଲେ ତମେ ମୋତେ ବିଶ୍ୱାସ କର ବାପା, କେବଳ ଭାଇର ଜୀବନ ବଞ୍ଚିବା ପାଇଁ ସେ ଚରଣ ଚପଲ ରାୟ କଥାରେ ପଡ଼ି ମୁଁ ସବୁ ଭୁଲ କାମ
ହେଲେ ବାପା ତମେ ଜାଣିଛ ମୋ ଭାଇର କିଛି ବି ଭୁଲ ନାହିଁ। ସେ ତରଲ ତମର ନାହିଁ ଚକ୍ରାନ୍ତ କରି ମୋ ଭାଇକୁ ଜେଲକୁ ପଠେଇ ଦେଇଥିଲା। ମାୟା ହଁ ବାପା ମୁଁ ଯାହା କହୁଛି ଠିକ କହୁଛି। ବାପା କଣ ବାବୁକୁ ଅନୁରୋଧ ଏଡ଼ାଇ ନ ପାରି ତାକୁ ନେଇ ଆସିବାକୁ ବାଧ୍ୟ ହେବି। ଭାଇ ମୁଁ ଗେଲି କହୁନି ମାୟା। ଭାଇ ତୁ ଆସିଛୁ ଭାଇ ତୁ ଆସିଛୁ। ହେଲେ ଭାଇ ତୁ ଆଖିରେ ଚଷମା ପିନ୍ଧୁଛୁ କାହିଁକି? ଭାଇ ତୋର କଣ ହେଇଛି? ଭାଇ ତୋର କଣ ହେଇଛି? ସେଦିନ ଜେଲରୁ ଫେରା ନେବା ବାଟରେ କାର ଆକ୍ସିଡେଣ୍ଟରେ ମୋ ଆଖି ଦିଟା ନଷ୍ଟ ହେଇଯାଏ। ଭାଇ ତୁ ମିଛ କହୁଛୁ ଭାଇ ତୁ ମିଛ କହୁଛୁ। ମାୟା ମୁଁ ସତ କହୁଛି। ସେଦିନ ଠିକ ସମୟରେ ମୋ ବନ୍ଧୁ ସୁମିତ ପାଖରେ ପହଞ୍ଚି ତାଙ୍କ କ୍ଲିନିକକୁ ନେଇ ମୋର ସବୁ କଥା ଶୁଣି ପୁଲିସକୁ କିଛି ଘଟଣାଇ ମୋର ଟ୍ରିଟମେଣ୍ଟ କଲେ। ଭାଇ ଆଉ ସେଇଦିନଠୁ ମୁଁ ଅନ୍ଧ ହେଇଯାଇଥିଲି ମାୟା। ଭାଇ ତୁ ସେ ବିଷୟରେ ଜମାରୁ ଚିନ୍ତା କର ଭାଇ। ଦେଖିବୁ ଭାଇ ତୁ ଖୁବ ଶୀଘ୍ର ଆମ ସହିତ ସୁନ୍ଦର ଦୁନିଆକୁ ଦେଖିବୁ। ତୁ ଜମାରୁ ଚିନ୍ତା କର ଭାଇ ତୁ ଜମାରୁ ଚିନ୍ତା କରନା। ତୁ କାନ୍ଦୁଛୁ କାହିଁକି ମାୟା? ଯାହା ହବାର ଥିଲା ମୋର ହେଇଯାଇଛି। କିନ୍ତୁ ମାୟା ମୋର କିଛି ଦୋଷ ନାହିଁ ଲୋ। ମୁଁ ପୁରା ନିର୍ଦୋଷ। ହେଲେ ବାପା କାହାନ୍ତି? ବାପା କଣ ମୋ ଉପରେ ରାଗିଛନ୍ତି? ସେ କଣ ମୋ ସହିତ କଥା ହେବେନି? ହଁ ମୋହନ ଖେଳନା କଣ ଖେଳନା କଣ ବାପା ମଙ୍ଗଳି ଖାଲି ସେଟା ମଙ୍ଗଳି ତୁ ନୂଆ ଦୁନିଆ ଦେଖିପାରିବୁ। ମୁଁ ଡାକ୍ତର ସାଙ୍ଗରେ କଥା ହେଇଛି ତତେ ନେଇ ତ ଆଖି ଅପରେସନ ହବ। ତୁ ନୂଆ ଦୁନିଆ ଦେଖିପାରିବୁ ମୋହନ। ଆରେ ଚକରା ସମସ୍ତେ ଏଠି ଅଛ। ହେଲେ ମୋ ଶାନ୍ତିକି ତ କାହିଁ କୋଉଠି ଦେଖିବାକୁ ପାଉନି। ସେ କୁଆଡେ ଗଲେ? କୋଉଠି ଅଛନ୍ତି? କହ ଚକରା କହ। ମୋ ଶାନ୍ତି କୁଆଡେ ଗଲେ? କହ ଚକରା କହ। ଚକରା ଡାଇଲଗ ଡାକିଦେଲେ ଏଇଠି ହଁ ବଡ଼ ବାବୁ ଶାନ୍ତି ଆଉ ନାହାନ୍ତି। ମାନେ ଆଜିକି ଠିକ 22 ବର୍ଷ ତଳେ ଦୁଇଟି ପିଲା ଜନ୍ମ ଦେଇ ସେ ଆଗରେ ଚାଲି ଯାଇଥିଲେ। କଣ କହୁଛୁ ଚକରା? ହଁ ବଡ଼ ବାବୁ ଆଉ ସେ ଦିଟା ପିଲାଙ୍କୁ ମୁଁ ଧରି ଏ ସହର ଛାଡ଼ି ଗାଁକୁ ଚାଲି ଯାଇଥିଲି। ତୋର ପିଲା ଦିଟା ଏବେ କୋଉଠି? କହ ଚକରା ସେ ପିଲା ଦିଟା ଏବେ କୋଉଠି? ହଁ ବାପା କୁହ ବାପା ସେ ଛୁଆ ଦିଟା କୁଆଡେ ଗଲେ? କୁହ ବାପା କୁହ। ହଁ ଚକରା ସେ ପିଲା ଦିଟା ଗଲେ କୁଆଡେ? ପରିଚୟ କହ ବାବା। ହଁ ସେ ପିଲା ଦିଟା ଗଲେ କୁଆଡେ? ଏଇଠି ଥିଲି। କେଉଁରେ? କୁହନ୍ତୁ କୋଉଠି? ସେମାନଙ୍କର ପରିଚୟ କଣ? କୁହନ୍ତୁ। ସେମାନେ ହେଲେ ମୋହନ ଆଉ ମାୟା।
ଆରେଷ୍ଟ କରି ତମ ଆଇନ କଣ ପାଇବ? What? ଅନ୍ଧ? ମୋ ଭାଇ ଅନ୍ଧ ହେଇଯାଇଛି। ଆଉ ଏସବୁର ନାଟକ ସେଇ ଚରଣ ଚମୁଦ୍ରାଏ ସେଇ ଚକ୍ରାନ୍ତ କରି ମୋ ଭାଇକୁ ବିନା ଦୋଷରେ ଜେଲକୁ ପଠେଇ ଦେଇଛି। ହଁ ମୁକେଶ, ମୁଁ ତମ ସରକାର ସିନ୍ଦୁରକୁ ଚଳନା କରି ମୁଁ ଶେଷରେ ତମ ପାଖରୁ ଦୂରେଇ ଯାଇଛି। ଆଉ ତମ ଦେବୀ ପ୍ରତିଭା ଭାଉଜ ନାଁରେ କଳଙ୍କ ଭଳି ମୁଁ ଯୋଉ ପାପ କରିଛି ସେଥିପାଇଁ ତମେ ମୋତେ କ୍ଷମା କରିଦିଅ ମୋତେ। ସାର୍ ଚୋରାଣ କମ୍ପାନୀର ହେଉଛି ଜଣେ ଇଣ୍ଟରନ୍ୟାସନାଲ ସ୍ମଗଲର ଏବଂ ତାରି ପାଇଁ ଆଜି ମୋତେ ଚାକିରିରୁ ନିଲମ୍ବିତ କରାଯାଇଛି। ବାବୁ ଆପଣଙ୍କ ପାଇଁ ଗୋଟେ ଗୁଡ୍ ନ୍ୟୁଜ୍ ଅଛି। କୁହନ୍ତୁ ସାର୍। ଏସ୍ପି ସାହେବ ତୁମକୁ ଜଏନ୍ କରିବା ପାଇଁ ଅର୍ଡର ଦେଇଛନ୍ତି। ଆପଣ କାଲିରୁ ତମେ ଥାନାରେ ଆସି ଜଏନ୍ କର। ୟେସ୍ ସାର୍। ମୋହନ ଭାଇ ନିର୍ଦ୍ଦୋଷ ଆମେ କରିବାକୁ ହବନି। ତାଙ୍କ ପାଇଁ ସେମିତି ଆମର କିଛି ପ୍ରମାଣ ଯୋଗାଡ଼ କରିବା। ଆଚ୍ଛା ସେ କଥା ଛାଡ଼, ତାଙ୍କୁ ନିର୍ଦ୍ଦୋଷର ଖୁଲାସ କରିବା ଦାୟିତ୍ୱ ମୋର। ଆଉ ତାପରେ ସେ ଚରଣ ଚମ୍ପତି ରାୟର ପାଳି। ଚରଣ ଚମ୍ପତି ରାୟ, ତୁ ହାତ କଡ଼ି ପିନ୍ଧିବା ପାଇଁ ରେଡି ହେଇଯା। ଚାଲ ଭାଇ ଘରକୁ ଚାଲ। हे ଜଗନ୍ନାଥ, ମୋ ଜୀବନରେ ଯେମିତି ଦୁଃଖ କାହାଣୀ ଲେଖିଦେଲ, ଏ କାହାଣୀ ଆଉ କାହା ଭାଗ୍ୟରେ ନ ଲେଖ ଠାକୁରେ। କାହିଁକି ମୋତେ ବଞ୍ଚେଇଛ ଠାକୁରେ? ମୋତେ ମାରିଦିଅ ମୋତେ ମାରିଦିଅ। এই মমতা, তুমি ଆସିଛ? ତମକୁ ଆଜି ଦେଖିବା ପାଇଁ ନା ମୋର କାହିଁକି ଭାରି ମନଟା ବ୍ୟାକୁଳ ହେଲା। ସେଇଥିପାଇଁ ତ ମୁଁ ଦେଖା କରିବା ପାଇଁ ଚାଲି ଆସିଲି। ଏଇ ମମତା, କଣ ହେଇଛି ମମତା? କଣ ହେଇଛି? ନାଇଁ କିଛି ନାହିଁ, ମୋର କ'ଣ ହବ? ହଁ ମମତା, ତମ ଦେହ ରାତିରେ ଖଇ ଫୁଟୁଛି, ତାପରେ ତମକୁ ଜ୍ୱର। ନାଇଁ ତମେ ଅପେକ୍ଷା କର ମମତା, ମେଡିକାଲ ଯାଇ ଶାନ୍ତିରେ ମେଡିସିନ ନେଇ ଆସୁଛି। ଶୁଣ, ସାମାନ୍ୟ ଜ୍ୱର ଟିକେ ହେଇଛି, তুমি ବ୍ୟସ୍ତ ହଉଛ କାହିଁ କହିଲ? ଏଇ ସାଙ୍ଗେ ସାଙ୍ଗେ ଜ୍ୱର ଭଲ ହେଇଯିବ। তুমি ଏତେ ବ୍ୟସ୍ତ ହେଲେ କ'ଣ ଚଳିବ? ଜମା ମୋ ପାଇଁ ବ୍ୟସ୍ତ ହୁଅନି, ମୁଁ ପୁରା ଭଲ ଅଛି ମୁଁ। ଭାଇ ତୁମେ ବଞ୍ଚିଛ ଭାଇ? ହରି ମୁକେଶ, ହଁ ମୁଁ ବଞ୍ଚିଛି। ଅବା ଭାଇ, ଭାଇ ଅବା ତମ ନାଁରେ କଳଙ୍କ ଭଳି ମୁଁ ଯୋଉ ପାପ କରିଛି ସେଥିପାଇଁ ତମେ ମୋତେ କ୍ଷମା କରିଦେବ ଅବା। ସେଥିପାଇଁ ତମେ ମୋତେ କ୍ଷମା କରିଦେବ। ତୁ ପରା ମୋ ସାନ ଭଉଣୀ, ତୁ ଯେତେ ଭୁଲ କଲିବି ମୁଁ କ'ଣ ତା ଭୁଲ କେବେ ଧରିକି? ଅବା ତୁ ତ ଭୁଲ ବୁଝିପାରୁଛୁ, এইটা তো ମୋ ପାଇଁ ବଡ଼ କଥା। ଏଠାରୁ ଆଉ ବଡ଼ କଥା କିଛି ନାହିଁ ଅବା, କିଛି ନାହିଁ। ନାଇଁ ଅବା, ତମର କିଛି ହବନି। ତମକୁ ଛାଡ଼ି ଆମେ କେଉଁଠି ବଞ୍ଚି ପାରିବୁନି। ତମେ ଭଲ ହେଇଯିବ ଅବା, ତମେ ଜଲ୍ଦି ଭଲ ହେଇଯିବ। ମୋର କିଛି ହେଇନି, ତମେ ମାନେ କାହିଁକି ଏତେ ବ୍ୟସ୍ତ ହଉଛ କହିଲ? ଅବା ମୁଁ କହିଲି ପରା ମୋର କିଛି ହେଇନି। ଶୁଣ, ମୋ ରାଜୁକୁ ଆଜି ଦେଖିବା ପାଇଁ ବହୁତ ଇଚ୍ଛା ହଉଛି। ସତରେ କ'ଣ ମୋ ରାଜୁ ଆସିବନି? ଆସିବ, ସେ ନିଶ୍ଚୟ ଆସିବ। ସତ କହୁଛ ତମେ? ହଁ, ମୋ ମନ କହୁଛି ଆମ ରାଜୁ ନିଶ୍ଚୟ ଘରକୁ ଫେରିବ। ଯାଅ, ଆଜି ଦିନଟା ଆସିଲେ ତମେ ମୋତେ ରାଗୁଛ ନା? କିଏ କହିଲା ମୁଁ ତମ ଉପରେ ରାଗିଛି? ମୁଁ ଜାଣିଛି ରାଜୁ, ଆଉ ତମ ଉପରେ ମୋର ଯଥେଷ୍ଟ ଭରସା ଅଛି।
ସମସ୍ତଙ୍କ ଠାରୁ ତମେ ପୁରା ମୋର ଗେହ୍ଲା ପୁଅ। ମୁଁ ତମ ଉପରେ କେମିତି ରାଗିବି? ତମେ କହିଲ ଭାଉଜ ଲକ୍ଷ୍ମଣ ହିଁ କେବଳ ସୀତାମାଙ୍କୁ ମନ ନାଇଁ ନାଇଁ ରାଜୁ, ତମେ ସେ କାମ କେବେ ବି କରିପାରିବନି। ସେ ଭରସାଟା ତମ ଉପରେ ମୋର ନିଶ୍ଚୟ ଥିଲା। ବୁଝେଇବ ରାଜୁ ମୁକେଶ, ତମେ ମାନେ ଖୁସିରେ ସଂସାର କର। ମୋର ଏ ଖୁସିରେ ସଂସାର ଦେଖି ତମ ସଂସାରରେ ମୁଁ ଭାଗ ବସେଇ ପାରୁନି ରେ। କାହିଁକି ନା ମୁଁ ନାଇଁ ମୁଁ ଆଉ ବଞ୍ଚେଇବିନି। ତମେ କିଛି ବି ହବନି, କିଛି ବି ହବନି ତମର। ଏଇ ତମେ ମୋ ପାଇଁ ଜମା ବ୍ୟସ୍ତ ହୁଅନି। ଆମର ପୁରା ଦିଟା ପିଲା ପାଖରେ ଅଛନ୍ତି। ତମେ ମତେ ସବୁଦିନ ପାଇଁ ଭୁଲିଯିବ। ଜାଣିବ ମୋ ମୁକେଶ, ମୋ ରାଜୁ ତୋତେ ଲାଗିଲା। সময় আসিলে ମୁଁ ସେଇ ଶଙ୍କା ସିନ୍ଦୁର ପିନ୍ଧି ତମକୁ ମୁଁ ପୁଣି ବିଧବାରୁ ସଦବାଦ ଦେଇଦେବି। ଉଠ ମମତା, ଉଠ, ତମେ ପୁରା ସ୍ୱର୍ଗକୁ ଯିବ। এই টাইমে ভরসা ও ফেরি না যথা শীঘ্র একটু চম্পট মারিବାକୁ ପଡ଼ିବ। କୁଆଡ଼େ ବାହାରିଲେ ମାମାଶ୍ରୀ? ଆରେ ଆମ ଘରକୁ ଯାଉଛି ଯିବୁ କୁଆଡ଼େ ଆଉ? ତମ ଘର? ହଁ
ଆରେ ଏଠି ରହିକି ତମ ସୁବିଧା ଅସୁବିଧା ସବୁ ବୁଝିଲି ଏଥର ମୁଁ ଆମ କଥା ଆମ ଫ୍ୟାମିଲି କଥା ବୁଝିନି ଏଥିରେ ଏଥିରେ ଲକ୍ଷ୍ମୀ ଅଛନ୍ତି ମହାଲକ୍ଷ୍ମୀ ଅଛନ୍ତି ମହାଲକ୍ଷ୍ମୀ କୋଉଠୁ ଆଣିଲ ସେ ମହାଲକ୍ଷ୍ମୀଙ୍କୁ? ଆରେ ଜାଣିପାରୁନ ତମ ବୋର୍ଡରେ ଯେତିକି ସୁନା ଗହଣା ଟଙ୍କା ପଇସା ନେଇ ଏଠୁ ଯିବାର ବ୍ୟବସ୍ଥା କରୁଛି ସତରେ ମାମୁଁ, ମତେ ତମକୁ ଦେଖିକି ତମ ଚରିତ୍ର ଉପରେ ସନ୍ଦେହ ହଉଛି ତମେ ମୋ ମା ପେଟର ଭାଇ କି ଆଉ କଣ? ହଉ ଠିକ ଅଛି ହେଲା ହେଲା କିନ୍ତୁ ମୋର ଫ୍ଲାଇଟ୍ ଟିକେ ମିସ୍ ହେଇଯିବ ଏଥର ମୁଁ ଯାଉଛି ଖବରଦାର ମାମାଶ୍ରୀ, କୁଆଡ଼େ ବି ଯାଇପାରିବନି। ଯା, ପୋଲିସକୁ ଇନଫର୍ମ କରି ଆସିଛି। ଦେଖ ଏଇଠି ଯାଉଛି କଣ ହେଇଛି କାହିଁ କାଣ କରୁଛ? ଆରେ ଗୋଟେ କଣ ଇଏ ପୁରା ମୁଁ ଯାଉଛି କହିକି ପୁରା ବାଟ ଛାଡି ରହୁଛି କୁଆଡ଼େ ଯାଉଛୁ? ଘରକୁ କାହିଁକି? ଆରେ ମୋ ସବୁ ସୁବିଧା ଅସୁବିଧା ମୁଁ ବୁଝିଲି ଆଉ ମୁଁ କଣ ମୋ ଘର କଥା ମୁଁ ବୁଝିବିନି ଆରେ ମୁରଲି ଆଜ୍ଞା ବାପା, ତୁ କାହିଁ ପାଟି କରୁଛୁ? ସେ ଆମ ଘରରେ ରହି ଆମ ଘରେ ଖାଇ ଆମ ଘରେ ଟଙ୍କା ପଇସା ସବୁ ଚୋରି କରି ବାଙ୍ଗାଲୋର ଯାଉଛନ୍ତି। କାଳ ମୋ ସହିତ ବେଇମାନ କଲୁ ଏତେ ବଡ଼ ଧୋକା ଦେଇ ପାରିଲୁ? ଦେଖ ଭଲରେ କହୁଛି ମୁଁ ବାଟ ଛାଡି ଦିଅ ନହେଲେ ତତେ ମୁଁ ଛାଡ଼ିଦେବି। ମୁଁ ଏଇନେ ପୁଲିସକୁ ଫୋନ କରୁଛି। ପୁଲିସ ଏଇନେ ଆସୁଥିବ। ଆବେ ସାଇଡ୍ ହେଇଯାଅ ନହେଲେ ମରବେ ନାଇଁ ବାପା, ମୁଁ ତମକୁ କିଛି ବି ହେବାକୁ ଦେବିନି। ଏଇ ସାଇଡ୍ ହେଇଯା ନହେଲେ ତୋତେ ଏବେ ଗୁଳି ମାରିଦେବି ମୁଁ କିଛି ବି ହେବାକୁ ଦେବିନି। ଯଦି ନ ସାଇଡ୍ ହେଇଗଲ ମାର ଶେଷକୁ ତୁ ନିଜ ଭଣଜାକୁ ଗୁଳି ମାରିଦେଲୁ। ଏମିତି କାହିଁ କଲୁ କାଳ? ଏମିତି କାହିଁ କଲୁ? ଆରେ ବାଟର ହଟିବନି ତ ପୁଣି ତ ନିଶ୍ଚିତ ମାରିବେ କଣ ଭାବିଛୁ ତମେ ମୁଁ ଏଠୁ ଯାଇପାରିବି ଏ ଦେଖ କେମିତି ଯାଉଛି ଏଠୁ ମୁଁ ତତେ ମୁଁ ଛାଡ଼ିବିନି। ତମର ଖେଳ ସରିଯାଇଛି ଚୋରି ଆଉ ମର୍ଡର କେସରେ ମୁଁ ତମକୁ ଆରେଷ୍ଟ କରୁଛି କନେଷ୍ଟବଳ ଆରେଷ୍ଟ କର ଏଇଟା ମୁଁ ଜାଣି କରି ଯାଉଛି। ଭଲିକି ଥାନା ଉପରେ ଆସି ଆସାମୀକୁ ଗାଡ଼ି ପାଖକୁ ନେଇ ଚାଲ